ନୀତିକାନ୍ତି ଭୋର 5ଟାରୁ ଆରମ୍ଭ ହେଇଥିଲା। 5ଟାରୁ ବାବାଙ୍କର ମଙ୍ଗଳ ଆରତୀ କାର୍ଯ୍ୟକ୍ରମ ଆରମ୍ଭ ହେଇଥିଲା। ତାପରେ ବାବାଙ୍କର ମୈଲମ ନୀତି କରାଗଲା ଏବଂ ବାବାଙ୍କର ରୁଦ୍ରାଭିଷେକ ପାଠ କରାଗଲା। ବାବାଙ୍କର ଷୋଡ଼ଶ ଉପଚାର ପୂଜା ଏବଂ ବହୁ ସଂଖ୍ୟାରେ ଦର୍ଶକ ମାନଙ୍କର ଯେତେବେଳେ ଭିଡ଼ ଲାଗିଲା ସର୍ବଜନୀନ ଭୋଗ ଲାଗୁ କରାଗଲା। ଦିନ 12:30 ସମୟରେ ବାବାଙ୍କର ମହାପ୍ରସାଦ ବଡ଼ ଧୂପ ଲାଗୁ କରାଗଲା ଏବଂ ସନ୍ଧ୍ୟା 7 ଘଟିକାରେ ବାବାଙ୍କର ସନ୍ଧ୍ୟା ଆରତୀ କାର୍ଯ୍ୟକ୍ରମ କରାଗଲା ଏବଂ ମହାଦୀପ ରାତ୍ରି 10 ଘଟିକାରେ ଉଠାଯିବ। ଆଜି ତ ବହୁ ସଂଖ୍ୟାରେ ଦର୍ଶକ ଏ ପୀଠକୁ ଆସୁଛନ୍ତି। 10 ବର୍ଷ ହେଲାଣି ଅନୁଷ୍ଠାନ ଚାଲୁଅଛି। ଏହିପରି ବାବାଙ୍କ ପାଖରେ ଆମେ ପ୍ରାର୍ଥନା କରୁଛୁ ଏହିଭଳି ଭାବେ ଦର୍ଶକମାନେ ଆସିଥାନ୍ତୁ, ବାବାଙ୍କର କୃପା ଲାଭ କରିଥାନ୍ତୁ। ଜୟ ଶିବ ଶମ୍ଭୁ। ଆଜି ଜାଗର ଆମେ ସବୁ ବର୍ଷ ଓଷା କରୁ। ଆଉ ଆମ ମହାଦେବୀ ଯାହା ମାଗନ୍ତି ଠାକୁର ଆମର ପୂରଣ କରିଛନ୍ତି। ଆଉ ବହୁତ ଧୁମଧାମରେ ପାଳନ ହୁଏ। ଆମର ଆଜି ଯଜ୍ଞକୁ 10 ବର୍ଷ ପୁରି ଯାଇଛି। ଆମର ମହାଦୀପ ସବୁଥର ଉଠେ ଆଉ ବହୁତ ଖୁସି ଲାଗେ। ଆଉ ଠାକୁରଙ୍କ ପାଖରେ ତ ବହୁତ କିଛି ମାଗିବାର ଅଛି। ଆଉ ଯାହା ବି ମାଗିଛି ଠାକୁର ଆଶା କରୁଛି ଠାକୁର ମୋ ଇଚ୍ଛା ପୂରଣ କରିବେ। ଆଉ କେବଳ ମୋର ଯେତେ ଭକ୍ତ ଆସିଛନ୍ତି ଠାକୁର ସମସ୍ତଙ୍କର ମନୋକାମନା ପୂରଣ କରନ୍ତୁ। ସମସ୍ତଙ୍କୁ ଯାହା ମାଗୁଛନ୍ତି ସମସ୍ତଙ୍କୁ ସେହା ମିଳୁ। ଠାକୁର ଆଜ୍ଞା ମହାଦୀପ ପ୍ରାୟ 11ଟା ପାଖାପାଖି ଉଠିପାରେ। ଟାଇମ ଭଲସେ ଜଣା ନାହିଁ ମତେ। 11ଟା ବେଳେ ଉଠିପାରେ। ଆମର ଏ 16 ମସିହାରେ ଆମର ମନ୍ଦିର ପ୍ରତିଷ୍ଠା ହେଲା ପରେ ଆମେ ଯଜ୍ଞ ଆରମ୍ଭ କଲୁ। ଯଜ୍ଞ 10 ବର୍ଷ ହେଇଗଲା ଯଜ୍ଞ। ଆଉ ଏଠି ଆମ ପଞ୍ଚାୟତକୁ ଛାଡ଼ି 2-3ଟା ପଞ୍ଚାୟତରେ ବି ଆମର ଇଏ ପ୍ରସିଦ୍ଧ ଆମର ପୁରୁଣା ଆମ ଗାଁ ନାଁ ଅନୁସାରେ ଏ ଠାକୁରଙ୍କ ନାଁ ତ୍ରୈଲୋକ୍ୟେଶ୍ୱର, ଆମ ଗାଁ ନାଁ ତ୍ରୈଲୋକ୍ୟପୁର। ଆଉ ତେଣୁ ଭକ୍ତମାନେ ଏଠି 4-5ଟା ପଞ୍ଚାୟତର ଲୋକ ଆସିକି ହଁ ପ୍ରାୟ 5,000-7,000 ଲୋକ ହଁ ଭିଡ଼ ଜମେ। ଆଉ ଆମ ପିଲାଙ୍କ ତରଫରୁ ଆମ ଗ୍ରାମବାସୀଙ୍କ ତରଫରୁ ଆମେ ନିୟନ୍ତ୍ରଣ କରିକି ରଖୁ। କିନ୍ତୁ ଆମର ଟ୍ରଷ୍ଟିର ଇଏ ମନ୍ଦିର ଗଭର୍ଣ୍ଣମେଣ୍ଟର, କିନ୍ତୁ ଗଭର୍ଣ୍ଣମେଣ୍ଟକୁ ଆମେ ସାହାଯ୍ୟ ଏପର୍ଯ୍ୟନ୍ତ ମାଗିନୁ। ଅତିରିକ୍ତ ହେଲେ ଆମେ ପୋଲିସ ପ୍ରୋଟେକ୍ସନ କରିବୁ କି କ'ଣ ସାହାଯ୍ୟ କରିବୁ। ଆଉ ଏ ମନ୍ଦିରର ମହିମା ଅଛି। ଯୋଉ ଭକ୍ତ ଏଠି ମାନସିକ କରିବ ତା ମାନସିକ ନିଶ୍ଚୟ ପୂରଣ ହବ। ଆଉ ସବୁ କାମ ବି ହଉଛି। ରୋଗୀଙ୍କର ରୋଗ ଭଲ ହେଇଯାଉଛି। ଗୋଟିଏ ବରଣୀ କଲା ପରେ ସେମାନେ ଭଲ ସୁସ୍ଥ ହେଇଯାଉଛନ୍ତି। ହଉ ଧନ୍ୟବାଦ।